ଆଜିର ସମୟରେ ସରକାରୀ ପଦପଦବୀ ସହ ମିଳୁଥିବା ସୁବିଧା ପାଇଁ ଯେଉଁଠି ଅନେକ ଆଗ୍ରହୀ, ସେଠାରେ ଜଣେ ଜଜ୍ଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ସରକାରୀ କ୍ୱାର୍ଟର୍ସ, ଗାଡ଼ି ଓ ଅନ୍ୟାନ୍ୟ ସୁବିଧାକୁ ଛାଡ଼ି ଅତି ସାଧାରଣ ଜୀବନ ବିତାଉଛନ୍ତି ଅକ୍ଷୟ କୁମାର ଦ୍ୱିବେଦୀ। ମଧ୍ୟପ୍ରଦେଶରେ ନ୍ୟାୟିକ ଅଧିକାରୀ ଭାବେ କାର୍ଯ୍ୟରତ ଦ୍ୱିବେଦୀ ସରକାରୀ କ୍ୱାର୍ଟର୍ସରେ ରହିବା ପରିବର୍ତ୍ତେ ଏକ ଛୋଟ ଘର ଭଡ଼ା ନେଇ ରହୁଥିବା କୁହାଯାଏ। ସରକାରୀ ଗାଡ଼ି ବ୍ୟବହାର ନ କରି ସେ ନିଜେ ଚାଲି ଚାଲି କୋର୍ଟକୁ ଯାଆନ୍ତି। ଏପରିକି ନିଜ ଖାଦ୍ୟ ନିଜେ ରୋଷେଇ କରି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ତାଙ୍କ ନିଷ୍ପତ୍ତି ଏତିକିରେ ଅଟକି ନାହିଁ। ନିଜ ଆବଶ୍ୟକତା କମ୍ ଥିବା ଦର୍ଶାଇ ଦରମା କମାଇବାକୁ ମଧ୍ୟ ହାଇକୋର୍ଟକୁ ଅନୁରୋଧ କରିଥିବା କଥା ସାମ୍ନାକୁ ଆସିଛି। ଏହାସହ କୌଣସି ସ୍ଥାନକୁ ବଦଳି କରାଗଲେ ମଧ୍ୟ ସେଠାକୁ ଯିବା ପାଇଁ ସେ ପ୍ରସ୍ତୁତ ବୋଲି ଜଣାଇଥିବା କୁହାଯାଏ। ତାଙ୍କ ଜୀବନର ଏହି ନିଷ୍ପତ୍ତି ପଛରେ ରହିଛି ଏକ ଭାବପ୍ରବଣ ଘଟଣା। ସମ୍ପତ୍ତି ବିବାଦକୁ ନେଇ ତାଙ୍କ ମାଙ୍କୁ ବାରମ୍ବାର କୋର୍ଟକୁ ଯିବା ପାଇଁ ଏବଂ ମାମଲାରେ ହଇରାଣ ହେବାର ଦେଖି ସେ ନ୍ୟାୟିକ ସେବାକୁ ଆସିବାକୁ ପ୍ରେରିତ ହୋଇଥିବା କୁହାଯାଏ। ସେଥିପାଇଁ ତାଙ୍କ ନିକଟକୁ ଆସୁଥିବା ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ଓ ନ୍ୟାୟସଙ୍ଗତ ଫୈସଲା ଦେବା ଉପରେ ସେ ଗୁରୁତ୍ୱ ଦିଅନ୍ତି ବୋଲି ଚର୍ଚ୍ଚା ହେଉଛି। ଆଜି ଯେତେବେଳେ ସରକାରୀ ସୁବିଧା ଓ ପଦର ଲାଭକୁ ନେଇ ଅନେକ ପ୍ରଶ୍ନ ଉଠୁଛି, ସେହି ସମୟରେ ଜଣେ ନ୍ୟାୟିକ ଅଧିକାରୀଙ୍କ ଏଭଳି ସରଳ ଜୀବନଶୈଳୀ ନିଶ୍ଚିତ ଭାବେ ଏକ ଭିନ୍ନ ବାର୍ତ୍ତା ଦେଉଛି। ପଦ ବଡ଼ ହେଲେ ନୁହେଁ, ଚରିତ୍ର ବଡ଼ ହେଲେ ହିଁ ମଣିଷ ସମାଜରେ ଉଦାହରଣ ସାଜେ। ଅକ୍ଷୟ କୁମାର ଦ୍ୱିବେଦୀଙ୍କ କାହାଣୀ ଏହି କଥାକୁ ମନେ ପକାଇ ଦେଇଛି। ବ୍ୟୁରୋ ରିପୋର୍ଟ, ଦୂରବାର୍ତ୍ତା ନ୍ୟୁଜ୍। PSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSC गुरुकुल, गोठपाटଣା, भुवनेश्वर।